ନିଶା ଗରଜୁଥାଏ। ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା। ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନ ସ୍ୱାପଦଙ୍କ ରଡ଼ି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ। ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ। କିନ୍ତୁ ରାଜା ବିକ୍ରମ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ଉତାରି ଆଣିଲେ। ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶ୍ମଶାନ ଅତିକ୍ରମ କରିବା ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହି ଉଠିଲା, ରାଜନ୍, ରାତ୍ରିର ଏହି ନିଶବ୍ଦ ଅନ୍ଧକାରରେ ବେଶ ନିର୍ଭୀକ ଭାବେ ତୁମେ ନିଜ କର୍ତ୍ତବ୍ୟରେ ଆଗେଇ ଚାଲିଛ। ତୁମର ଶକ୍ତି ସାମର୍ଥ୍ୟ ଦେଖି ମୁଁ ଖୁବ୍ ଆଚମ୍ବିତ ହେଉଛି। ସମ୍ଭବତଃ ତୁମର ଏପରି ଆତ୍ମବିଶ୍ୱାସର କାରଣ ଧର୍ମ ଓ ନ୍ୟାୟ। ଏହାରି ବଳରେ ଶାସନ ପରିଚାଳିତ ହେଉଛି। କିନ୍ତୁ କେତେକ ଶାସକ ନ୍ୟାୟ ଓ ଧର୍ମ ଭିତ୍ତିରେ ଶାସନ କରୁଥିଲେ ମଧ୍ୟ କୌଣସି କ୍ଷେତ୍ରରେ ନିଜର ମାନସିକ ବଳହୀନତା ପ୍ରକାଶ କରି ଧର୍ମ ଓ ନ୍ୟାୟର ବିରୁଦ୍ଧାଚରଣ କରିଛନ୍ତି। ଉଦାହରଣ ସ୍ୱରୂପ ମୁଁ ତୁମକୁ ଡାକୁ ଭୈରବର କାହାଣୀ ଶୁଣାଉଛି। ଶୁଣ, ଶୁଣିଲେ ତୁମର ପଥଶ୍ରମ ଭାର ଲାଘବ ହେବ। ଏହାପରେ ସେ ବେତାଳ ଗପିବାରେ ଲାଗିଲା। ବହୁଦିନ ତଳେ ମନ୍ଦାର ପ୍ରଦେଶରେ ମଣିଧ୍ୱଜ ନାମକ ଜଣେ ଶାସକ ଶାସନ କରୁଥିଲେ। ନିଜର ଧୈର୍ଯ୍ୟ, ସାହସ, ବିବେକ ଓ ନ୍ୟାୟପୂର୍ଣ୍ଣ ଶାସନ ନିମନ୍ତେ ସେ ବେଶ ପ୍ରଖ୍ୟାତ ଥିଲେ। ତାଙ୍କର ଶାସନରେ କଠୋର ଦଣ୍ଡବିଧି ପ୍ରଚଳିତ ଥିଲା। ଚୋରର ହାତ କାଟି ଦିଆଯାଉଥିଲା। ଡାକୁକୁ ସୁଇରେ ଦଣ୍ଡ ମିଳୁଥିଲା। ତେବେ ମଧ୍ୟ ଦେଶରେ ଡାକୁ ଉପଦ୍ରବ ସମ୍ପୂର୍ଣ୍ଣ ବନ୍ଦ ହୋଇନଥାଏ। କାରଣ ମନ୍ଦାର ପ୍ରଦେଶ ଓ ପଡ଼ୋଶୀ ରାଜ୍ୟ ଚମ୍ପକ ନଗରୀର ସୀମାବର୍ତ୍ତୀ ଅଞ୍ଚଳରେ ଏକ ବିରାଟ ଅରଣ୍ୟ ଥିଲା। ସେହି ଘଞ୍ଚ ଅରଣ୍ୟରେ ଆତ୍ମଗୋପନ କରି ଡାକୁମାନେ ପ୍ରଜାମାନଙ୍କୁ ଆକ୍ରମଣ କରୁଥିଲେ। ମଣିଧ୍ୱଜଙ୍କ ସୈନିକମାନେ ବହୁବାର ସେ ଡକାୟତଙ୍କୁ ଧରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିଲେ। ଘୋର ଅରଣ୍ୟରେ ସେମାନଙ୍କର ସନ୍ଧାନ କରିବା ଆଦୌ ସମ୍ଭବ ହେଉନଥିଲା। ଏହି ଜଙ୍ଗଲରେ କୁଖ୍ୟାତ ଡାକୁ ଭୈରବ ବାସ କରୁଥିଲା। ତାର ପିତା ଡକାୟତ ସର୍ଦ୍ଦାରର ମୃତ୍ୟୁ ପରେ ସେ ବାଲ୍ୟକାଳରୁ ଡାକୁ ସର୍ଦ୍ଦାର ରୂପେ ଦଳରେ ଯୋଗ ଦେଇଥିଲା। ଯାତ୍ରୀମାନଙ୍କୁ ଲୁଣ୍ଠନ କରିବାର କଳା କୌଶଳରେ ସେ ପୂରାପୂରି ଓସ୍ତାଦ ଥିଲା। ଥରେ ଭୈରବ ପାଖକୁ ତାର ସାଥୀମାନେ ଜଣେ ମୁନିଙ୍କୁ ଧରି ଆଣିଲେ। ସେମାନେ ପ୍ରକାଶ କଲେ ଯେ ଏହି ଛଦ୍ମବେଶୀ ମୁନି ରାଜାଙ୍କ ଗୁପ୍ତଚର ଅଟେ। କିନ୍ତୁ ଯେତେବେଳେ ଭୈରବ ସ୍ପଷ୍ଟ ରୂପେ ଜାଣିପାରିଲା ଯେ ସେ ପ୍ରକୃତରେ ଜଣେ ସାଧୁ ମହାତ୍ମା, ତାଙ୍କୁ ଅରଣ୍ୟର ଅପର ପ୍ରାନ୍ତରେ ଛାଡ଼ିଦେବା ପାଇଁ ସେ ତାଙ୍କ ଅନୁଚରମାନଙ୍କୁ ଆଦେଶ ଦେଲା। ମୁନି ସେଠାରୁ ଯିବା ପାଇଁ ଅନିଚ୍ଛୁକ ହୋଇ କହିଲେ, ପୁତ୍ର, ମୁଁ ତ ଜାଣିଶୁଣି ଅରଣ୍ୟର ଏହି ନିଘଞ୍ଚ ଅଞ୍ଚଳକୁ ଆସିଛି। ମୋର ଯୋଗ ସାଧନା ନିମନ୍ତେ ଏକାଗ୍ରତା ଓ ନିରୋଳା ପରିବେଶ ନିତାନ୍ତ ଆବଶ୍ୟକ। କିନ୍ତୁ ଏହା ପୂର୍ବରୁ ମୁଁ ଯେତେଥର ଯୋଗ ସାଧନାରେ ଉପବେଶନ କରିଛି, କେହି ନା କେହି ଯାତ୍ରୀଙ୍କର ଦୃଷ୍ଟି ମୋ ଉପରେ ପଡ଼ିଛି ଓ ସେମାନେ ନାନାଦି ପ୍ରଶ୍ନ ପଚାରି ମୋର ଧ୍ୟାନ ଭଙ୍ଗ କରାଇଛନ୍ତି। ଏହା ଫଳରେ ମୋର ଏକାଗ୍ରତା ନଷ୍ଟ ହୋଇଛି। ଏହି ଗୋପନ ସ୍ଥଳୀରେ ମୋ ପାଇଁ କିଛି ବନ୍ଦୋବସ୍ତ କରାଇଦେଲେ ମୋର ଯୋଗ ସାଧନା ସମ୍ପୂର୍ଣ୍ଣ ହୋଇପାରନ୍ତା। ଭୈରବ ସେହି ମୁନିଙ୍କ ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଇଲା, ଯେପରି ସାଧୁ ମହାତ୍ମାଙ୍କର ତପସ୍ୟା ନିର୍ବିଘ୍ନରେ ସମାପନ ହୋଇପାରିବ। ଦିନେ ସାଧୁ ଭୈରବକୁ ନିଜ ପାଖକୁ ଡକାଇ କହିଲେ, ପୁତ୍ର,
ଏବେ ତ ଗ୍ରୀଷ୍ମ ଋତୁ ଆଗତ ପ୍ରାୟ। ଉଷ୍ମତାର ଆଧିକ୍ୟ ହେତୁ ମୁଁ ହିମାଳୟ ଅଞ୍ଚଳକୁ ଚାଲିଯିବାକୁ ଇଚ୍ଛା କରୁଛି। ତୁମର ସେବା ଯତ୍ନରେ ମୁଁ ଅତ୍ୟନ୍ତ ପ୍ରସନ୍ନ। ମାତ୍ର ତୁମର ବୃତ୍ତି ମୋତେ ଦାରୁଣ ଆଘାତ ଦେଇଛି। ପରଧନ ଅପହରଣ, ଲୁଣ୍ଠନ ଏକ ପାପକର୍ମ ଅଟେ। ସାଧୁଙ୍କର ଏଭଳି ଉପଦେଶ ଶୁଣି ଭୈରବ କହିଲା, ମହାତ୍ମା, ମୋତେ ପ୍ରକୃତରେ ପାପ କ'ଣ ପୁଣ୍ୟ କ'ଣ ତାହା ଜଣା ନାହିଁ। ଆମର ପୂର୍ବପୁରୁଷ ଅମଳର ପେଶା ଲୁଣ୍ଠନ ଓ ଡକାୟତି। କେବଳ ଯୁଦ୍ଧ ବ୍ୟତୀତ ମୋତେ ଅନ୍ୟ କୌଣସି ବିଦ୍ୟା ମଧ୍ୟ ଜଣା ନାହିଁ। ରାଜା କ'ଣ ମୋତେ ତାଙ୍କର ସୈନ୍ୟବାହିନୀରେ ସ୍ଥାନ ଦେବେ? ଧରା ପଡ଼ିବା ମାତ୍ରେ ମୋତେ ଏକ ଡାକୁର ସଜା ମିଳିବା ସୁନିଶ୍ଚିତ। ତେଣୁ ଏ ଜୀବନରେ ନିଜକୁ ପରିବର୍ତ୍ତନ କରି ମୋତେ ଆଉ କ'ଣ ବା ଲାଭ ମିଳିବ? ସାଧୁ ମହାତ୍ମା ଭୈରବର ସଦ୍ବୁଦ୍ଧି ଉଦୟ ନିମନ୍ତେ ବହୁ ଚେଷ୍ଟା କଲେ, କିନ୍ତୁ ସେଥିରେ ସେ ବିଫଳ ହେବାରୁ ଭୈରବକୁ ସେ କହିଲେ, ପୁତ୍ର, ଯାହା ଉଚିତ କଥା ତାହା ମୁଁ ତୁମକୁ ଜଣାଇଲି। ଏବେ ତୁମର ଇଚ୍ଛା, କିନ୍ତୁ ମୋର ସେବାର ପ୍ରତିଦାନ ମୁଁ ତୁମକୁ ଦେବା ପାଇଁ ଚାହୁଁଛି। ମୁଁ ତୁମକୁ ଗୋଟିଏ ମନ୍ତ୍ର ଶିକ୍ଷା ଦେବି। ତାହା ଜପ କରିବା ମାତ୍ରେ ତୁମେ ଏକ ଶିଶୁ ହେଇଯିବ। ଏହାଦ୍ୱାରା ତୁମେ ନିଜର ଜୀବନ କାଳ ପୁନଶ୍ଚ ପ୍ରଥମରୁ ଆରମ୍ଭ କରିପାରିବାର ଯଥେଷ୍ଟ ସୁଯୋଗ ପାଇପାରିବ। କିନ୍ତୁ ହଁ, ତୁମେ ପୁଣି ଥରେ ଭୈରବ ହେବା ପାଇଁ ଚାହିଁଲେ ଆଉ ହେଇପାରିବନି। ଆବଶ୍ୟକତା ପଡ଼ିଲେ ଏହି ମନ୍ତ୍ର ବଳରେ ତୁମେ ଏକ ନୂତନ ଜୀବନ ଆରମ୍ଭ କରିପାର। ମୁନି ମନ୍ତ୍ର ଶିକ୍ଷା ଦେଇ ସେ ସ୍ଥାନ ପରିତ୍ୟାଗ କରିଲେ। ଥରେ ଚମ୍ପକ ନଗରୀର ରାଜାଙ୍କୁ ଧନର ଆବଶ୍ୟକତା ପଡ଼ିଲା। ସେ ମଣିଧ୍ୱଜଙ୍କ ଠାରୁ ଆର୍ଥିକ ସହାୟତା ଲୋଡ଼ିଲେ। ମଣିଧ୍ୱଜ ବଳିଷ୍ଠ ଓ ଯୁଦ୍ଧରେ ନିପୁଣ ବଛା ବଛା ସୈନିକଙ୍କ ହସ୍ତରେ ସେହି ଧନରାଶି ଚମ୍ପକ ନଗରୀକୁ ପଠାଇଲେ। କିନ୍ତୁ ତାହା ଚମ୍ପକ ନଗରୀରେ ପହଞ୍ଚି ପାରିଲା ନାହିଁ। ଏପରିକି ସୈନିକମାନଙ୍କର କ'ଣ ଦୁରାବସ୍ଥା ହେଲା ତାହା ମଧ୍ୟ ଜାଣି ହେଲା ନାହିଁ। ମଣିଧ୍ୱଜ ଧାରଣା କରିନେଲେ ଯେ ଏହା ନିଶ୍ଚୟ ଅରଣ୍ୟ ନିବାସୀ ଡକାୟତର କୁକର୍ମ। ତେଣୁ ସେ ଆଉ କାଳ ବିଳମ୍ବ ନ କରି ନିଜ ନେତୃତ୍ୱରେ ଏକ ବିଶାଳ ସୈନ୍ୟ ବାହିନୀ ନେଇ ସେହି ଅରଣ୍ୟର ଅଭ୍ୟନ୍ତର ପ୍ରଦେଶକୁ ଘେରାଉ କଲେ। ଡାକୁ ଭୈରବ ଧରା ପଡ଼ିଲା। ରାଜା ତାକୁ ଧନରାଶି ଓ ସୈନିକଙ୍କ ସମ୍ବନ୍ଧରେ ପଚାରିବାରୁ ସେ ଏ ବିଷୟରେ କିଛି ଜାଣିନାହିଁ ବୋଲି କହିଲା। କିନ୍ତୁ ସେ ଯେ ଜଣେ ଡାକୁ ତାହା ସେ ସ୍ୱୀକାର କଲା। ମଣିଧ୍ୱଜ ଭୈରବର ଉକ୍ତିକୁ ମୋଟେ ବିଶ୍ୱାସ କଲେ ନାହିଁ। ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଆଦେଶ ଦେଲେ। କାରଣ ସେ ଜଣେ ଡାକୁ ଓ ଡାକୁମାନଙ୍କର ଗୋପନୀୟ ଆଡ୍ଡାରୁ ସେ ଧରା ପଡ଼ିଥିଲା। 1 ସପ୍ତାହ ପରେ ରାଜାଙ୍କ ଆଦେଶ କାର୍ଯ୍ୟକାରୀ ହେବ ଜାଣିପାରି ଭୈରବ ଅତ୍ୟନ୍ତ ଦୁଃଖିତ ହୋଇପଡ଼ିଲା। କାରାଗାର ମଧ୍ୟରେ ବନ୍ଦୀ ଥିବା ଅବସ୍ଥାରେ ସେ ବହୁ ଚିନ୍ତା କରି ଶେଷରେ ସାଧୁଙ୍କର ସେହି ମନ୍ତ୍ରଟିକୁ ପ୍ରୟୋଗ କରିବା ପାଇଁ ସ୍ଥିର କଲା। ତତ୍ପର ଦିନ ପ୍ରଭାତ ସମୟରେ ବନ୍ଦୀଗୃହ ଅଧିପତି ସୈନିକମାନଙ୍କ ସହିତ ଆସି ଦ୍ୱାର ଖୋଲିଲେ। ନିଦ୍ରିତ ଭୈରବକୁ ଉଠାଇବା ପାଇଁ ସେ ହାତ ମାରିବା ବେଳକୁ ଦେଖିଲେ ଏକ ନବଜାତ ଶିଶୁ ସେହି ବିଛଣା ଭିତରେ ଅଛି। ଏସବୁ ଘଟଣା ଦେଖି ତାଙ୍କର ଆଶ୍ଚର୍ଯ୍ୟର ଆଉ ସୀମା ରହିଲା ନାହିଁ। କାରଣ ଦ୍ୱାର ଯଥାବତ୍ ବନ୍ଦ ଥିଲା। ଭିତରୁ କେହି ବାହାରକୁ ଯିବା ପାଇଁ କିମ୍ବା ବାହାରୁ କେହି ଭିତରକୁ ଆସିବା ପାଇଁ ଅନ୍ୟ କୌଣସି ମାର୍ଗ ନଥିଲା। ସେ ଶିଶୁଟିକୁ ହାତରେ ଧରି ତାକୁ ଭଲ ଭାବରେ ଦେଖିଲେ। ଭୈରବ ପରି ତାର ଗାଲରେ ବି ଏକ କଳା ଦାଗ ଥିଲା। ଶିଶୁର ଚେହେରା ସହିତ ଭୈରବର ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ଥିଲା। ସ୍ୱୟଂ ଭୈରବ ଶିଶୁ ରୂପରେ ପରିବର୍ତ୍ତିତ ହୋଇଯାଇଥିବା ସମ୍ବନ୍ଧରେ ସେ ନିଃସନ୍ଦେହ ହେଲେ। ରାଜାଙ୍କ ଆଦେଶରେ ଭୈରବ ଫାଶୀ ଦଣ୍ଡ ପାଇବା କଥା। ତେବେ ତା ବଦଳରେ ଏହି ଶିଶୁ ସେହି ଦଣ୍ଡ ପାଇବ କି ନାହିଁ ତାହା ସେ ସ୍ଥିର କରିପାରିଲେ ନାହିଁ। ରାଜା ମଣିଧ୍ୱଜଙ୍କ ଦରବାରରେ ସେହି ଶିଶୁଟିକୁ ସଙ୍ଗରେ ଧରି ସେ ପହଞ୍ଚିଲେ। ସମସ୍ତ ବିଷୟ ସେ ସବିଶଦ ବର୍ଣ୍ଣନା କଲେ। ମଣିଧ୍ୱଜ ଏହି ଆଚମ୍ବିତ ଘଟଣା ସମ୍ପର୍କରେ ସଭାସଦଙ୍କର ମତାମତ ଲୋଡ଼ିଲେ। ସୁପ୍ରସିଦ୍ଧ ବଣିକ ପ୍ରମୋଦ ଗୁପ୍ତ କହିଲେ,
ମହାରାଜ, ଏହି ଶିଶୁଟି ଯେ ଭୈରବ ଏହା ତ ନିଃସନ୍ଦେହ ଅଟେ। ମନ୍ଦାର ପ୍ରଦେଶର ଦୁର୍ଭେଦ୍ୟ କାରାଗାର ଟପି କେହି ବାହାରକୁ ଯିବା ସମ୍ଭବ ନୁହେଁ। ତନ୍ତ୍ରମନ୍ତ୍ର ବଳରେ ଦଣ୍ଡରୁ ମୁକ୍ତି ପାଇବା ପାଇଁ ଏହା ସେ ଭୈରବର ଏକ କୌଶଳ। ମୁକ୍ତି ପାଇଯିବା ମାତ୍ରେ ସେ ପୁଣି ଡାକୁ ଭୈରବରେ ପରିଣତ ହୋଇଯିବ। ତେଣୁ ଭୈରବକୁ ମିଳିଥିବା ଦଣ୍ଡ ଏହି ଶିଶୁକୁ ବିନା ଦ୍ୱିଧାରେ ପ୍ରଦାନ କରାଯାଉ। ଆପଣ ଏହାକୁ ଦୟା ପ୍ରଦର୍ଶନ କଲେ ଏହି ଅପରାଧୀ ଏହିପରି ଅପରାଧ ବାରମ୍ବାର କରି ଚାଲିବ ଓ ତନ୍ତ୍ରମନ୍ତ୍ର ବଳରେ ଅତି ସହଜରେ ପୁଣି ଖସିଯିବ। ଦେଶ ପାଇଁ ଏକ ଘୋର ଆତଙ୍କରେ ସେ ପରିଣତ ହେବ। ଏହାକୁ ଛାଡ଼ିଦେବା ଅର୍ଥ ଦେଶର ଆଇନ କାନୁନକୁ ଉପହାସ କରିବା। ତେଣୁ ଆପଣ ନିଜ ମନ ଭିତରୁ ଦୟାର ଭାବ ସମ୍ପୂର୍ଣ୍ଣ ଭାବରେ ପରିତ୍ୟାଗ କରନ୍ତୁ ଆଉ ଏହାକୁ ଅବିଳମ୍ବେ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ। ମଣିଧ୍ୱଜ ତାଙ୍କ ପରାମର୍ଶ ସମ୍ବନ୍ଧରେ କିଛି ସମୟ ପାଇଁ ଚିନ୍ତା କଲେ। ଶେଷରେ ସେ ଏହା ଘୋଷଣା କଲେ ଯେ ଏହି ଶିଶୁକୁ କୌଣସି ବି ଦଣ୍ଡ ମିଳିବ ନାହିଁ। ଏହାପରେ ସେହି ଶିଶୁଟିକୁ ଅନ୍ତପୁରରେ ଲାଳନ ପାଳନ କରିବା ପାଇଁ ସେ ନିର୍ଦ୍ଦେଶ ଦେଲେ। ବେତାଳ ତାର କାହାଣୀଟି ଶୁଣାଇବା ପରେ ରାଜା ବିକ୍ରମଙ୍କୁ ପ୍ରଶ୍ନ କଲା, ରାଜନ୍, ମଣିଧ୍ୱଜଙ୍କ ନ୍ୟାୟ ନିର୍ଣ୍ଣୟ ସମ୍ବନ୍ଧରେ ମୋର କାହିଁକି ସନ୍ଦେହ ଭାବ ଜାତ ହେଉଛି? ସମସ୍ତେ ତ ଏକମତ ଥିଲେ ଯେ ଶିଶୁଟି ଭୈରବ ବ୍ୟତୀତ ଆଉ କେହି ବି ନୁହେଁ। କେବଳ ରୂପ ବଦଳି ଗଲେ ଯେ ଜଣେ ଡକାୟତକୁ ଦଣ୍ଡରୁ ମୁକ୍ତି ମିଳିଯିବ, ଏହା କ'ଣ ଉଚିତ? ତା ସହିତ ରାଜା ଶିଶୁଟିକୁ ଅନ୍ତପୁରରେ ଆଶ୍ରୟ ଦେଲେ ଏହାର ଅର୍ଥ ହେଉଛି ଜଣେ ଡାକୁକୁ ରାଜା ରାଜକୀୟ ସତ୍କାର ଦେଲେ। ଶିଶୁ ପ୍ରତି ରାଜାଙ୍କ ମନରେ ଏପରି କରୁଣା ଭାବ ଜାତ ହେବାରୁ ସେ ତାଙ୍କ ରାଜକର୍ତ୍ତବ୍ୟରୁ ବିଚ୍ୟୁତ ହେଇଗଲେ ନାହିଁ କି? ରାଜ୍ୟର ଦଣ୍ଡ ବ୍ୟବସ୍ଥାକୁ ଉପହାସ କରିଦେଲେ। ଏହାର ସମାଧାନ କ'ଣ ହେବା ଉଚିତ ବିକ୍ରମାର୍କ୍ୟ? ଏ ପ୍ରଶ୍ନର ଉତ୍ତର ଜାଣି ସୁଦ୍ଧା ଯଦି ତମେ ନୀରବ ରହିବ ତାହେଲେ ତମର ମସ୍ତିଷ୍କ ସ୍କନ୍ଧ୍ୟଚ୍ୟୁତ ହେଇଯିବ। ତମେ ଅଚିରେ ମୃତ୍ୟୁ ବରଣ କରିବ। କୁହ ରାଜା ବିକ୍ରମାଦିତ୍ୟ, ଏ ପ୍ରଶ୍ନର ଉତ୍ତର କ'ଣ? ରାଜା ବିକ୍ରମ କହିଲେ, ମଣିଧ୍ୱଜଙ୍କ ବିଚାର ସମ୍ପୂର୍ଣ୍ଣ ନ୍ୟାୟସମ୍ମତ ଅଟେ। ଶିଶୁ ରୂପୀ ଭୈରବ ନିରପରାଧୀ ଅଟେ। ଭୈରବ ରାଜାଙ୍କ ସମ୍ପଦ ଅପହରଣ କରିଥିବା ଅଭିଯୋଗକୁ ସ୍ୱୀକାର କରିନାହିଁ। ତାର ଗୋପନୀୟ ଆଡ୍ଡାରୁ ମଧ୍ୟ ସେହି ସମ୍ପଦ ଉଦ୍ଧାର କରାଯାଇନାହିଁ। ରାଜା ଭୈରବର ଅପରାଧର କୌଣସି ବି ପ୍ରମାଣ ମଧ୍ୟ ପାଇନଥିଲେ। ତା ସହିତ ସେ ଲକ୍ଷ୍ୟ କଲେ ଯେ ଭୈରବ ତାର ପାପୀ ଜୀବନକୁ ପରିତ୍ୟାଗ କରି ଏକ ନୂତନ ଜୀବନର ଶୁଭାରମ୍ଭ କରିବା ପାଇଁ ପ୍ରଚେଷ୍ଟା କରିଛି। ମନ୍ତ୍ର ପ୍ରଦାନ କରିଥିବା ସାଧୁ ଆରମ୍ଭରୁ ସତ୍ମାର୍ଗରେ ଜୀବନ ପରିଚାଳିତ କରିବା ପାଇଁ ତାକୁ ସେ ଏପରି ଏକ ସୁଯୋଗ ଦେଇଥିଲେ। ଶିଶୁ ରୂପୀ ଭୈରବ ପୂର୍ବ ଭୈରବର କର୍ମ ଓ ଜୀବନ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞାତ। ତେଣୁ ଏହା ନିଃସନ୍ଦେହ ଯେ ରାଜା ମଣିଧ୍ୱଜଙ୍କ ନ୍ୟାୟ ନିର୍ଣ୍ଣୟରେ ଆଦୌ ଜମାରୁ କୌଣସି ତ୍ରୁଟି ନାହିଁ। ବିକ୍ରମ, କଥା ଥିଲା କି ମତେ ନେଇଯିବା ବେଳେ ତମେ ସମ୍ପୂର୍ଣ୍ଣ ଭାବରେ ମୌନତା ଅବଲମ୍ବନ କରିବ।
ତମେ ତମେ ମୌନତାକୁ ଭାଙ୍ଗି ଦେଲା। ଏବେ ମୁଁ ପୁଣି ଉଡ଼ି ଚାଲିଲି ବୃକ୍ଷକୁ, ତମେ ମତେ ଧରି ପାରିବ ନାହିଁ। ଏହିପରି ଭାବେ ରାଜାଙ୍କର ମୌନ ଭଙ୍ଗ କରାଇବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ରାଜାଙ୍କର କାନ୍ଧରୁ ଖସି ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲି ପଡ଼ିଲା। ଆପଣମାନେ ଶୁଣୁଥିଲେ କାହାଣୀ ବିକ୍ରମ ବେତାଳର ଗୋଟିଏ ଅଂଶ। ଏହିପରି ସୁନ୍ଦର ସୁନ୍ଦର ମନୋରଞ୍ଜନ ଭରା କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲ ବ୍ରଜଲକ୍ଷ୍ମୀ ମୁଭିଜକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। କାହାଣୀ ବିଷୟରେ ମତାମତ ଆପଣମାନେ କମେଣ୍ଟ ବକ୍ସରେ ଦେବାକୁ ଜମାରୁ ଭୁଲିବେନି।